ଆବେ ୟାର ସକାଳୁ ଖାଦ୍ୟ ଖୋଜି ଖୋଜି ଥକି ଗଲେଣି, ହେଲେ ଏପର୍ଯ୍ୟନ୍ତ ମତେ ଖାଦ୍ୟ ମିଳିଲା ନାହିଁ। ଯଦି ମତେ ଆଜି ଖାଦ୍ୟ ନ ମିଳେ ତାହେଲେ ଉପବାସରେ ରହିବାକୁ ପଡିବ। ହଉ, ଆଉ ଏଠାରେ ବେଶୀ ସମୟ ନ ରହି ଯାଉଛି ଖାଦ୍ୟ ଖୋଜିବି। ଏପରି କହି ଡାହାଣୀ ଖାଦ୍ୟ ଖୋଜି ଖୋଜି ଜଙ୍ଗଲରେ ବୁଲିଲା। ସେ ବୁଲୁଥିବା ବେଳେ ହଠାତ୍ ଦେଖିଲା ଗୋଟିଏ ଛୋଟ ଛୁଆଟେ ତଳେ ପଡ଼ିଥାଏ। ଏହା ଦେଖି ସେ ବହୁତ ଖୁସି ହୋଇ କହିଲା, ଆରେ ବା, କିଏ ଗୋଟିଏ ଛୋଟ ଛୁଆକୁ ଏଇଠାରେ ଛାଡିକି ପଳାଇଛି। ମୋ ଭୋକିଲା ପେଟକୁ ଯଦି ଏ ଛୋଟ ଛୁଆର କଅଁଳିଆ ମାଂସ ଯାଏ ତାହେଲେ ମତେ ବହୁତ ଆନନ୍ଦ ଲାଗିବ। ଡାହାଣୀ ଏପରି କହିଛି କି ନାହିଁ, ହଠାତ୍ ତାର ନଜର ପଡ଼ିଲା ଛୋଟ ଛୁଆର ଆଖି ଉପରେ। ସେ ଛୋଟ ଛୁଆର ନିରୀହ ଆଖି ଦେଖି ଡାହାଣୀର ମନ ପରିବର୍ତ୍ତନ ହୋଇଗଲା। ତେଣୁ ସେ କହିଲା, ଆରେ ଏ ଛୋଟ ଛୁଆର ଆଖି ଦେଖି ମତେ ବହୁତ ଦୟା ଲାଗୁଛି, ତେଣୁ ୟାକୁ ଖାଇବି ନାହିଁ। ଯାଉଛି ୟାକୁ ଆଜି ମୋ ଘରକୁ ନେଇଯିବି ଓ କିଏ ଯଦି ଖୋଜିଲା ତାହେଲେ ତାକୁ ଦେଇଦେବି। ଡାହାଣୀ ଏପରି କହି ସେ ଛୁଆକୁ ଘରକୁ ନେଇକି ଗଲା। ସେ ଘର ପାଖରେ ପହଞ୍ଚିବା ପରେ ଦେଖିଲା ତା ଘର ଆଗରେ ଗୋଟେ ମଲା ଓଟ ପକ୍ଷୀଟେ ପଡ଼ିଥାଏ। ଏହା ଦେଖି କହିଲା, ଧନ୍ୟବାଦ ଭଗବାନ, ଆପଣ ମୋ ପେଟ କଥା ବୁଝିପାରି ମତେ ଖାଇବା ପାଇଁ ଖାଦ୍ୟ ଦେଲେ, ନହେଲେ ମୁଁ ଆଜି ଉପବାସରେ ରହିଥାନ୍ତି। ଡାହାଣୀ ଏପରି ଭଗବାନଙ୍କୁ ଧନ୍ୟବାଦ ଦେଇ ରହିଲା। ଏବଂ ତା ପରଦିନ ସକାଳ ହେବା ପରେ ଡାହାଣୀର ସାଙ୍ଗ ରାଜୁ ଭୂତ ଆସି କହିଲା, ଆଲୋ ଡାହାଣୀ, କୁଆଡେ ଗଲୁ? ମୁଁ ସକାଳୁ କିଛି ବି ଖାଇନି। ଯଦି ତୋ ପାଖରେ କିଛି ଖାଇବାକୁ ଅଛି ଦେ, ମୁଁ ଖାଇବି, ନହେଲେ ମୁଁ ଭୋକ କାରଣରୁ ମରିଯିବି। ରାଜୁ ଭୂତ ଏପରି କହିବା ପରେ ମଧ୍ୟ ଘର ଭିତରୁ କୌଣସି ଉତ୍ତର ଆସିଲା ନାହିଁ। ତେଣୁ ସେ କହିଲା, ଆରେ କଣ ଡାହାଣୀ କିଛି ଆବାଜ ଦେଉନି? ତାହାର କିଛି ଅସୁବିଧା ହୋଇଗଲା କି? ତେଣୁ ମତେ ଟିକେ ଯାଇ ଘର ଭିତରେ ଦେଖିବାକୁ ପଡିବ। ଏପରି କହି ରାଜୁ ଭୂତ ଘର ଭିତରକୁ ଗଲା ଓ ଦେଖିଲା ଡାହାଣୀର ଖଟ ଉପରେ ଛୋଟ ଛୁଆଟେ ଥାଏ। ଏହା ଦେଖି ରାଜୁ ଭୂତ ବହୁତ ଖୁସି ହୋଇଗଲା ଓ କହିଲା, ଆରେ ଲାଗୁଛି ଏ ଡାହାଣୀ ଛୋଟ ଛୁଆଟାକୁ କେଉଁଠି ଧରିକି ଆଣିଛି ଖାଇବା ପାଇଁ। ଏମିତିରେ ମତେ ଜୋରେ ଭୋକ ଲାଗିଲାଣି, ତେଣୁ ମୁଁ ଯାଉଛି ଏ ଛୁଆ ଦେହରୁ ଅଧେ ଖାଇବି ଓ ଆଉ ଅଧେ ଡାହାଣୀ ପାଇଁ ରଖିଦେବି। ଏପରି କହି ରାଜୁ ଭୂତ ଛୁଆଟାକୁ ଖାଇବା ପାଇଁ ହାତ ବଢାଉଥିବା ବେଳେ ଡାହାଣୀ ଆସି ପହଞ୍ଚିଗଲା ଓ ରାଜୁ ଭୂତ ଛୁଆଟାକୁ ଖାଇବା ପାଇଁ ଚେଷ୍ଟା କରୁଥିବା ଦେଖି ରାଗିଗଲା ଓ କହିଲା, ହଇରେ ରାଜୁ, ତତେ ଭୋକ ଲାଗୁଥିଲା ତୁ ମତେ କହିଥାନ୍ତୁ, ହେଲେ ତୁ ମତେ ନ ପଚାରି ଏ ଛୁଆଟାକୁ ଖାଇବା ପାଇଁ ଚେଷ୍ଟା କଲୁ କେମିତି? ଓହୋ, ତୋର କେବେଠାରୁ ମଣିଷ ଛୁଆଙ୍କ ପ୍ରତି ଦୟା ଆସିଲାଣି? ଆଲୋ ଡାହାଣୀ, ଚାଲେ ଛୁଆଟାକୁ ଏଇଠାରେ ଖାଇଦେବା, ନହେଲେ ଇଏ ବଡ ହେଲେ ତତେ ଆଗେ ମାରିଦେବ। ଆବେ ରାଜୁ, ମତେ ଜ୍ଞାନ ଦେବା କିଛି ଆବଶ୍ୟକ ନାହିଁ। ତୋ ଜ୍ଞାନ ତ ପାଖରେ ରଖ। ଏ ଛୁଆ ଭବିଷ୍ୟତରେ ମୋ ସହ କଣ କରିବ ଓ କଣ ନାହିଁ ସେସବୁ କଥା ମୁଁ ବୁଝିବି। ତେଣୁ ଭଲ ହେବ ତୁ ମୋ ଘରୁ ବାହାରିକି ପଳା, ନହେଲେ ତତେ ଧକ୍କା ମାରି ବିଦା କରିଦେବି। ଏହା ଶୁଣି ରାଜୁ ଭୂତ ରାଗରେ ସେଠାରୁ ପଳାଇ ଆସିଲା। ହେଲେ ତା ମନରେ ଗୋଟିଏ ଜିନିଷ ଥିଲା, ସେଇଟା ହେଲା ସେ କଅଁଳିଆ ଛୁଆଟାକୁ ଖାଇବ। ତେଣୁ ସେ କହିଲା, ହଇଲୋ ଡାହାଣୀ, ତୁ ସେ ମଣିଷ ଛୁଆ ପାଇଁ ମତେ ଘରୁ ବିଦା କରିଦେଲୁ ଓ ମତେ ବେଜିତ କଲୁ। ଏବେ ଦେଖ, ମୁଁ ମୋ ବେଜିତର ପ୍ରତିଶୋଧ ନେଉଛି। ଆଗେ ସେ ଛୁଆକୁ ଖାଇବି ଓ ତାପରେ ତୋ କଥା ବୁଝିବି। ଏପରି କହି ଭୂତ ରହିଲା ଏବଂ ତା ପରଦିନ ସକାଳ ହେବା ପରେ ସେ କହିଲା, ହଇଲୋ ଡାହାଣୀ, ଆଜି ହେଉଛି ତୋର ଓ ଛୁଆର ଶେଷ ଦିନ। ଏ ଶତ୍ରୁତା ତୁ ଆରମ୍ଭ କରିଛୁ, ଯାହାକୁ ମୁଁ ଶେଷ କରିବି। ତୁ ବାସ୍ ଖାଲି ଦେଖ। ଏପରି କହି ଭୂତ ଗୋଟେ ଗୁଣିଆକୁ ଖୋଜିବାରେ ଲାଗିଲା। ସେ ପାଖାପାଖି 2 ଘଣ୍ଟା ଖୋଜିବା ପରେ ଦେଖିଲା ଗୋଟେ ଗୁଣିଆ ବସିଥାଏ। ଏହା ଦେଖି କହିଲା, ଆରେ ଗୁଣିଆକୁ ପାଇଗଲି। ଯାଉଛି ୟାକୁ ମିଛରେ କହିବି ଡାହାଣୀ ଗୋଟେ ମଣିଷ ଛୁଆକୁ ଚୋରି କରି ଆଣିଛି। ଏହା ଶୁଣିବା ମାତ୍ରେ ଗୁଣିଆ ଡାହାଣୀ ସଙ୍ଗେ ଲଢ଼ି ତାକୁ ବନ୍ଦିନ କରିଦେବ ଓ ତାପରେ ମୁଁ ଏ ଗୁଣିଆକୁ ମାରିବା ସହ ସେ ଛୋଟ ଛୁଆକୁ ମାରିକି ଖାଇବି। ଏପରି ଭୂତ କହି ଗୁଣିଆ ପାଖକୁ ଗଲା ଏବଂ ସେଠି ପହଞ୍ଚି କହିଲା, ବାବା ବାବା, ମତେ ଆପଣଙ୍କର ସାହାଯ୍ୟ ଦରକାର। ଯଦି ଆପଣ ମତେ ସାହାଯ୍ୟ ନ କରିବେ ତାହେଲେ ଆଜି ଗୋଟେ ନିରୀହ ମଣିଷ ଛୁଆକୁ
ଡାହାଣୀ ଜୀବନରୁ ମାରିଦେବ। ତେଣୁ ଆପଣ ମୋ ସାଥିରେ ଚାଲନ୍ତୁ, ସେ ଛୋଟ ଛୁଆକୁ ବଞ୍ଚାଇବେ। ଗୁଣିଆ ଥିଲା ମହାଜ୍ଞାନୀ। ସେ ଭୂତର ଚକ୍ରାନ୍ତ ବିଷୟରେ ସବୁ କଥା ଜାଣିପାରିଲେ। ତେଣୁ ସେ କହିଲେ, ହଇରେ ଦୁଷ୍ଟ ଭୂତ, ତୁ କ'ଣ ଭାବିଛୁ ମୁଁ କିଛି ଜାଣିପାରୁନି? ତୁ ଭାବିଛୁ ସେ ଭଲ ଡାହାଣୀକୁ ମୁଁ ମୋ ଶକ୍ତିରେ ମାରିବି ଓ ତାପରେ ତୁ ମୋତେ ମାରିଦେଇ ସେ ନିରୀହ ଛୋଟ ଛୁଆଟାକୁ ଖାଇବୁ? ମୁଁ ତତେ ଭଲରେ ଭଲରେ କହୁଛି, ଏଠାରୁ ପଳା, ନହେଲେ ମୁଁ ମୋ ଶକ୍ତି ମାଧ୍ୟମରେ ତତେ ଏଇଠାରେ ଭସ୍ମ କରିଦେବି। ଏହା ଶୁଣି ଭୂତ ବହୁ ଜୋରେ ରାଗିଗଲା ଓ କହିଲା, ଆବେ ବାବା, ମୁଁ ତତେ ସମ୍ମାନ ଦେଇ ସାହାଯ୍ୟ ମାଗିଲି, ହେଲେ ତୁ ମୋତେ ସାହାଯ୍ୟ କରିବା ପାଇଁ ମନା କରୁଛୁ। ମୁଁ ଖାଲି ଡାହାଣୀ ଓ ଛୋଟ ଛୁଆକୁ ଖାଇସାରେ, ତାପରେ ତୋ କଥା ବୁଝିବି। ଭୂତ ଏପରି ରାଗରେ ବାବାକୁ ଧମକାଣି ଦେଇ ସେଠାରୁ ପଳାଇ ଆସିଲା ଏବଂ ଜଙ୍ଗଲରେ ଗୋଟେ ଜାଗାରେ ରହି କହିଲା, ଆବେ ୟାର, ମୋର ପ୍ରଥମ ପ୍ଲାନ୍ ଫେଲ୍ ହୋଇଗଲା। ତେଣୁ ଏବେ କ'ଣ କରିବି? କ'ଣ କରି ସେ ଡାହାଣୀ ଓ ତାର ଛୋଟ ଛୁଆକୁ ମାରି ମୋର ପ୍ରତିଶୋଧ ନେବି? ସେ ଏପରି କହୁଥିବା ବେଳେ ତାର ସାଙ୍ଗ ବିଜୁ ସେଠାକୁ ଆସିଲା ଓ କହିଲା, ଆବେ ସାଙ୍ଗ ରାଜୁ, ତୋର କ'ଣ ହୋଇଛି? ତୁ ଏପରି ମନ ଦୁଃଖରେ ଥିବା ପରି ଲାଗୁଛୁ। କ'ଣ କିଛି ଅସୁବିଧା ହୋଇଛି କି? ଏହା ଶୁଣି ରାଜୁଭୂତ ଯାହା ବି କିଛି ତାର ଅସୁବିଧା ହୋଇଛି ସବୁ କଥା ଗୋଟି ଗୋଟି କରି ବିଜୁକୁ କହିଲା। ଏକଥା ଶୁଣି ବିଜୁ କହିଲା, ଆରେ, ଏଇ ସାମାନ୍ୟ କଥା ପାଇଁ ତୋର ମନ ଦୁଃଖ? ତୁ ଜମା ବି ଚିନ୍ତା କରନା, ମୁଁ ତତେ ସାହାଯ୍ୟ କରିବି। ତେଣୁ ଏବେ ଚାଲ, ସେ ଡାହାଣୀ ଘରକୁ ଯିବା ଏବଂ ତାକୁ ଓ ତାର ଛୁଆକୁ ମାରିକି ଖାଇବା। ଏକଥା ଶୁଣି ରାଜୁ ମନ ବହୁତ ଖୁସି ହୋଇଗଲା ଓ ସେ ବିଜୁ ସହ ଡାହାଣୀର ଘରକୁ ଗଲା ଓ ସେଠି ପହଞ୍ଚି ଦେଖିଲା ଡାହାଣୀ ତାର ଛୁଆ ପାଖରେ ଥାଏ। ଏହା ଦେଖି ରାଜୁ କହିଲା, ଆଲୋ ଡାହାଣୀ, ସେତେବେଳେ ମୁଁ ଏକଲା ଥିଲି ବୋଲି ତତେ ଡରିକି ପଳାଇଥିଲି। ଏବେ ମୁଁ ଆମର ସାଙ୍ଗ ଅଛୁ। ଏବେ କହ, କେମିତି ତୁ ବଞ୍ଚିବା ସହ ତୋର ଛୁଆକୁ ବଞ୍ଚାଇବୁ? ଓ ହଁ, ଆଉ ଗୋଟେ କଥା, ଯଦି ତୁ ବଞ୍ଚିବାକୁ ଚାହୁଁଛୁ ତାହେଲେ ଏ ଛୁଆକୁ ଏଇଠାରେ ଛାଡ଼ିକି ପଳା। ଏହା ଶୁଣି ଡାହାଣୀ ଡରିଗଲା ଓ କହିଲା, ଆରେ ସାଙ୍ଗ ରାଜୁ, ମୁଁ ତ ତୋର ବହୁତ ଭଲ ସାଙ୍ଗ। ତେଣୁ ଦୟାକରି ମୋତେ ଓ ମୋର ଛୁଆକୁ ଛାଡ଼ିଦେ। ମୁଁ ତୋର କ'ଣ ଅସୁବିଧା କରିଛି ଯେଉଁଥିପାଇଁ ତୁ ଏପରି କଥା କହୁଛୁ? ଆଲୋ ଏ ଡାହାଣୀ, ତୁ ଆଉ ସେ କୁମ୍ଭୀର କାନ୍ଦଣା କାନ୍ଦନା। ତୁ କ'ଣ ଭାବିଛୁ ମୁଁ ତୋର ଏ କାନ୍ଦଣାରେ ତରଳି ଯିବି? ଏହା କଦାପି ସମ୍ଭବ ନୁହଁ। ଏବେ ମୁଁ ମୋର ପ୍ରତିଶୋଧ ପୂରଣ କରିବି। ଡାହାଣୀର ଏପରି ସରଳପଣ ଓ ସହାନୁଭୂତି ଦେଖି ପ୍ରଭୁ ଜଗନ୍ନାଥ ସେଠାରେ ପ୍ରକଟ ହେଲେ ଏବଂ ସେଇଠାରେ ରାଜୁଭୂତ ଓ ବିଜୁଭୂତକୁ ତାଙ୍କ ଶକ୍ତି ମାଧ୍ୟମରେ ମାରିଦେଲେ ଓ ତାପରେ କହିଲେ, ଆଲୋ ଡାହାଣୀ, ତୁ ଜମା ବି ଚିନ୍ତା କରନା, ମୁଁ ତ ସାଥିରେ ସବୁବେଳେ ଅଛି। ମୁଁ ଥିଲା ପର୍ଯ୍ୟନ୍ତ ତୋର କେହି ବି କିଛି କରିପାରିବେ ନାହିଁ। ଏପରି କହି ପ୍ରଭୁ ଜଗନ୍ନାଥ ସେଠାରୁ ଅଦୃଶ୍ୟ ହୋଇଗଲେ ଏବଂ ସେବେଠାରୁ ଡାହାଣୀ ବହୁତ ଖୁସି। ଇଏ ହେଉଛନ୍ତି ବୈଜ୍ଞାନିକ ରଞ୍ଜିତ। ଇଏ ସର୍ବଦା କିଛି ନୂଆ କରିବା ପାଇଁ ଚେଷ୍ଟା କରେ। ଆଜି ହେଉଛି ୟା ଜୀବନର ସବୁଠାରୁ ବଡ଼ ଦିନ, କାରଣ ସେ ଗୋଟିଏ ଏକ୍ସପେରିମେଣ୍ଟ କରିଛି। ଯଦି ସେଥିରେ ସିଏ ସକ୍ସେସଫୁଲ ହୋଇଗଲା ତାହେଲେ ସେ ମଲା ମଣିଷକୁ ଜୀବିତ କରିଦେବ। ଆଜି ହେଉଛି ମୋ ପାଇଁ ବହୁତ ଖୁସିର ଦିନ, କାରଣ ମୁଁ ବହୁତ ବର୍ଷରୁ ଚେଷ୍ଟା କରୁଥିଲି ମଲା ମଣିଷକୁ ଜୀବିତ କରିବା ପାଇଁ। ମୋତେ ଯାହା ଲାଗୁଛି ଆଜି ମୋର ଏ ଏକ୍ସପେରିମେଣ୍ଟ ସକ୍ସେସଫୁଲ ହୋଇଯିବ। ଏପରି କହି ରଞ୍ଜିତ ଭ୍ୟାକ୍ସିନକୁ ପାଖରେ ଥିବା ମଲା ମଣିଷ ଦେହରେ ଦେଲା ଓ ତାପରେ ସେ ଦେଖିଲା ହଠାତ୍ ମଲା ଶରୀରଟି ଜୋରରେ ହଲିବାରେ ଲାଗିଲା ଓ ତାପରେ ମଲା ଶରୀରଟି ଜୀବିତ ହୋଇ ଉଠିଲା। ଏହା ଦେଖି ରଞ୍ଜିତ ବହୁତ ଖୁସି ହୋଇଗଲା। ଆରେ ବାଃ, ଭଗବାନଙ୍କ ଦୟାରୁ ମୋ ଏକ୍ସପେରିମେଣ୍ଟ ସକ୍ସେସଫୁଲ ହୋଇଗଲା। ଆଜିଠାରୁ ଏ ଧରା ପୃଷ୍ଠରେ କେହି ବି ଲୋକ ମରିବେ ନାହିଁ, ସବୁ ଜୀବିତ ରହିବେ। ରଞ୍ଜିତ ଏପରି କହିଛି କି ନାହିଁ, ହଠାତ୍ ସେ ମଲା ଶରୀରଟି ଏକ ଅଜୀବ ପ୍ରକାର ଆବାଜ କଲା। ଏ ଆବାଜ ଶୁଣି ରଞ୍ଜିତ ଟିକେ ଚମକି ପଡ଼ିବା ସହ ଡରି ଯାଇ କହିଲା, ଆରେ ଏ ଶରୀର ଏପରି ଆବାଜ କରୁଛି କାହିଁକି? ଇଏ ଆଉ ଜମ୍ବି ହୋଇଗଲାନି ତ? ତେଣୁ ମୋତେ ଏଠାରୁ ଶୀଘ୍ର ପଳାଇବାକୁ ପଡ଼ିବ।
ରଞ୍ଜିତ ଏପରି କହିଛି କି ନାହିଁ ହଠାତ୍ ମଲା ଶରୀର ରଞ୍ଜିତକୁ କାମୁଡ଼ିବାରେ ଲାଗିଲା। ଆରେ ଛାଡ଼ 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 ମୋତେ, ମୁଁ ତତେ ଜୀବିତ କରିଛି। କିଏ କୋଉଠି ଅଛ? ବଞ୍ଚାଅ ରେ। ଦେଖୁ ଦେଖୁ ହିଁ ରଞ୍ଜିତ ଗୋଟିଏ ଜମ୍ବିରେ ପରିଣତ ହୋଇଗଲା ଏବଂ ଧୀରେ ଧୀରେ ସମୟ ଗଡ଼ି ତା ପରଦିନ ସକାଳ ହେଲା। ସକାଳ ହେବା ପରେ ରାଜୁଆ ତାର କାମ କରିବା ପାଇଁ ଅନ୍ୟ ଏକ ଗାଁକୁ ଯାଉଥିଲା। ସେ ଗଲାବେଳେ ଦେଖିଲା ବାଟରେ ଗୋଟିଏ ଲୋକ ଛିଡ଼ା ହୋଇଛି। ଏହା ଦେଖି ରାଜୁଆ କହିଲା, ଆରେ ଏ ଭାଇ, ତୁମକୁ ଛିଡ଼ା ହେବା ପାଇଁ ଅନ୍ୟ କେଉଁଠି ଜାଗା ମିଳିଲା ନାହିଁ, ଶେଷରେ ବାଟରେ ଛିଡ଼ା ହୋଇଛ। ହଉ, ଏବେ ବାଟରୁ ଶୀଘ୍ର ଉଠ, ମୁଁ ମୋର କାମକୁ ଯିବି। ରାଜୁଆ ଏପରି କହିଛି କି ନାହିଁ ହଠାତ୍ ସେ ଲୋକଟି ରାଜୁଆ ଆଡ଼କୁ ବୁଲି ତାକୁ କାମୁଡ଼ିବାରେ ଲାଗିଲା। ଆରେ ଛାଡ଼ ଛାଡ଼ ମୋତେ, ପାଗଳ ହୋଇଯାଇଛୁ ନା କ'ଣ? ମୋତେ କାମୁଡ଼ୁଛୁ କାହିଁକି? ଛାଡ଼ ମୋତେ, ଛାଡ଼ ମୋତେ। କିଏ ମୋତେ ବଞ୍ଚାଉ ରେ, ଏ ପାଗଳ ମୋତେ ଖାଇଯିବ। ଦେଖୁ ଦେଖୁ ହିଁ ରାଜୁଆ ମଧ୍ୟ ଜମ୍ବିରେ ପରିଣତ ହୋଇଗଲା ଏବଂ ଏଠି ଗାଁରେ 3ଟି ଛୁଆ କଥା ହେଉଥିଲେ। ଆରେ ସାଙ୍ଗ, ଖରାଦିନ ପାଇଁ ସ୍କୁଲ ଛୁଟି ହୋଇଗଲାଣି, ତେଣୁ ଘରେ ବସି ବସି ଭାରି ବୋର୍ ଲାଗୁଛି। ଏ ବୋର୍କୁ କାଟିବା ପାଇଁ ମୋତେ ଗୋଟିଏ ଫିଲ୍ମ କହ, ମୁଁ ଦେଖିବି। ହଁ ରେ, ଏଇ ମୁଭି କଥାରୁ ମନେ ପଡ଼ିଲା, ମୁଁ କାଲି ରାତିରେ ଗୋଟେ ମୁଭି ଦେଖୁଥିଲି। ସେଇଟା ହେଉଛି ଜମ୍ବି ରେଡି। ବିଶ୍ୱାସ କର, ସେ ମୁଭିରେ ଗୋଟିଏ ଭାଇରସ୍ ପାଇଁ ଲୋକେ ସବୁ ଜମ୍ବି ହୋଇଯାଉଥିଲେ। ତେଣୁ ତୁ ସେଇ ମୁଭି ଦେଖ, ବହୁତ ଭଲ ଲାଗିବ। ରାଜୁ ଏତିକି କହିଛି କି ନାହିଁ ହଠାତ୍ ଗୋଟିଏ ଜମ୍ବି ଆସି ବିଜୟକୁ କାମୁଡ଼ି ପକାଇଲା। ଆରେ ସାଙ୍ଗମାନେ, ମୋତେ ବଞ୍ଚାଉ ରେ ଏ ଭୂତ ଠାରୁ, ନହେଲେ ଇଏ ମୋତେ ମାରିଦେବ। କିଛି ଗୋଟେ କର, କିଛି ଗୋଟେ କର ରେ। ଏହା ଦେଖି ରାଜୁ ଓ ଶିବୁ ବହୁତ ଡରିଗଲେ ଏବଂ ସେଠାରୁ ପଳାଇଲେ। ଏବଂ କିଛି ସମୟ ବିତିବା ପରେ ବିଜୟ ବାପା ଅକ୍ଷୟ ବିଜୟକୁ ଖୋଜି ଖୋଜି ଆସିଲା। ଆରେ ଜଣା ନାହିଁ ଆମ ଟୁକା କୁଆଡ଼େ ଗଲା। ସକାଳୁ ତାର ଦେଖା ଦର୍ଶନ ନାହିଁ। ଆଜି ଖାଲି ହାବୁଡ଼ରେ ପଡ଼ୁ, ତାକୁ ଏମିତି ମାଡ଼ ମାରିବି ଯେମିତି ସେ ଜୀବନରେ ଆଉ କେବେ ବି ଘରୁ ବାହାରିବ ନାହିଁ। ଅକ୍ଷୟ ଏପରି କହିଛି କି ନାହିଁ ହଠାତ୍ ତାର ନଜର ପଡ଼ିଲା କିଛି ଦୂରରେ ଗୋଟିଏ ଛୋଟ ଛୁଆ ଛିଡ଼ା ହୋଇଥାଏ। ଏହା ଦେଖି ସେ କହିଲା, ଆରେ ସେଠି ଗୋଟିଏ ଛୁଆଟେ ଛିଡ଼ା ହୋଇଛି। ତାକୁ ଦେଖିଲା ବେଳକୁ ଏମିତି ଲାଗୁଛି ସେ ବୋଧେ ମୋ ପୁଅ ବିଜୟ। ତେଣୁ ମୋତେ ତା ପାଖକୁ ଯାଇ ଦେଖିବାକୁ ପଡ଼ିବ। ଅକ୍ଷୟ ଏପରି କହି ସେ ଛୁଆ ପାଖକୁ ଗଲା ଓ କହିଲା, ଆରେ ଏ ପୁଅ, ଏ ପାଖକୁ ଟିକେ ବୁଲିକି ଅନା ତ, ତୁ ମୋ ପୁଅ ବିଜୟ ପରି ଦେଖାଯାଉଛୁ। ଅକ୍ଷୟ ଏପରି କହିବା ପରେ ହଠାତ୍ ସେଠାରେ ଥିବା ଛୁଆଟି ଅନାଇଲା। ଏହା ଦେଖି ଅକ୍ଷୟ ଟିକେ ଡରିଗଲା ଓ କହିଲା, ଆରେ ଏ ବିଜୟ, ତୋର ଏପରି ଅବସ୍ଥା କିଏ କଲା? ତୁ କ'ଣ ଏମିତି ଦେଖାଯାଉଛୁ? ଆଉ ତୁ ଏପରି ଅଜୀବ ପ୍ରକାର ଚାଲୁଛୁ କାହିଁକି ଓ ମୋ ପାଖକୁ ଏପରି ଆସୁଛୁ କାହିଁକି? ଅକ୍ଷୟ ଏପରି କହିଛି କି ନାହିଁ ହଠାତ୍ ବିଜୟ ଆସି ଅକ୍ଷୟକୁ କାମୁଡ଼ି ଦେଲା। ଆରେ ପୁଅ, ଛାଡ଼ ମୋତେ, ଛାଡ଼ ମୋତେ। ତୁ ଏପରି ମୋତେ କାମୁଡ଼ୁଛୁ କାହିଁକି? ତୋର କ'ଣ ହୋଇଛି? ତୁ କ'ଣ ତୋ ବାପାକୁ ଚିହ୍ନି ପାରୁନାହୁଁ କି? ଦେଖୁ ଦେଖୁ ହିଁ ଆଉ ଜଣେ ଜମ୍ବିର ସଂଖ୍ୟା ବଢ଼ିଗଲା ଏବଂ ଏ ପାଖରେ ରାଜୁ ତାର ବାପାକୁ ଆସି କହିଲା, ବାପା, ମୁଁ କାଲି ଗୋଟେ ଜମ୍ବି ମୁଭି ଦେଖୁଥିଲି ଓ ସେଥିରେ ଦେଖିଲି ଗୋଟେ ଭାଇରସ୍ ପାଇଁ ସବୁ ଲୋକ ଜମ୍ବି ହୋଇଯାଉଥିଲେ ଓ ଜମ୍ବି ଯାହାକୁ କାମୁଡ଼ିବ ସେ ମଧ୍ୟ ଜମ୍ବି ହୋଇଯିବ। ଏବେ ସେଇ ଭାଇରସ୍ ଆମ ଗାଁରେ ପଡ଼ିଛି, କାରଣ ଏବେ ଗୋଟେ ଜମ୍ବି ଆସି ମୋ ସାଙ୍ଗ ବିଜୟକୁ କାମୁଡ଼ି ପକାଇଲା। ତେଣୁ ତମେ ଆଜି କାମକୁ ଯାଉନି, ନହେଲେ ସେ ଜମ୍ବି ତୁମକୁ ମାରିଦେବ। ରାଜୁ ଛୋଟ ପିଲାଟେ ହୋଇଥିବାରୁ ରାଜୁର ବାପା ତା କଥାକୁ ମଜାରେ ନେଇ କହିଲା, ହଉ ପୁଅ, ତୁ ଜମା ବି ଡରନି। ତୁ ଜମ୍ବି ମୁଭି ଦେଖିଛୁ ମାନେ ସେଥିରେ ଦେଖିଥିବୁ କିପରି ଗୋଟିଏ ହିରୋ ବହୁତ ଜମ୍ବି ସଙ୍ଗେ ଲଢ଼ୁଥିବ। ଠିକ୍ ସେମିତି ମୁଁ ହେଉଛି ଗୋଟେ ହିରୋ। ମୁଁ ସବୁ ଜମ୍ବିକୁ ହରାଇ ଦେବି। ଏ ଦିନମାନ ପାଠଶାଠ ନାହିଁ, ଏଠି ଜମ୍ବି ମୁଭି ଦେଖି ମୁଣ୍ଡ ଖରାପ କରୁଛି, ଆଉ କହୁଛି କ'ଣ ନା ଜମ୍ବି ବାହାରିଲା। ରାଜୁ ବାପା ରଘୁ ଏପରି କହି ଘର ବାହାରକୁ ଆସିଲା ଓ ତାପରେ ସେ ଦେଖିଲା ଗାଁ ସାରା ଅନେକ ଜମ୍ବି ବୁଲୁଛନ୍ତି। ଏହା ଦେଖି ତା ମୁଣ୍ଡ ଆଉ କାମ କଲାନି ଓ ସେ ଭୟରେ କହିଲା, ଆରେ ଇଏ କ'ଣ?
ଆମ ଗାଁ ପୁରା ଜମ୍ବିରେ ଫୁଲ ହୋଇଗଲାଣି। ତାହେଲେ ମୋ ପୁଅ ଠିକ୍ କହୁଥିଲା। ଏବେ ମୋତେ ଶୀଘ୍ର ଘରକୁ ଯିବାକୁ ପଡ଼ିବ, ନହେଲେ ଏ ଲୋକଙ୍କ ପରି ମୁଁ ମଧ୍ୟ ଗୋଟେ ଜମ୍ବି ହୋଇଯିବି। ଏପରି କହି ରଘୁ ଘର ଭିତରକୁ ପଳାଇ ଆସିଲା ଓ ତାର ପୁଅକୁ କହିଲା, ଆରେ ପୁଅ ରାଜୁ, ଦୟାକରି ମୋତେ କ୍ଷମା କରିଦେ। ମୁଁ ତୋର କଥାକୁ ବିଶ୍ୱାସ କଲିନି ଓ ଘର ବାହାରକୁ ପଳାଇଲି ଏବଂ ଦେଖିଲି ଆମ ଗାଁଟା ସାରା ପୁରା ଜମ୍ବି ବୁଲୁଛନ୍ତି। ମୁଁ ଯଦି ଆଉ ଟିକେ ଡେରି କରିଥାନ୍ତି ତାହେଲେ ସେ ଜମ୍ବି ଗୁଡ଼ାକ ମୋତେ କାମୁଡ଼ିକି ମାରି ପକାଇଥାନ୍ତେ। ହେଲେ ପୁଅ, ଏବେ ମୋତେ କହ, ଏ ଜମ୍ବିମାନଙ୍କ ଠାରୁ କିପରି ବଞ୍ଚିବା ଆମେ? ବାପା, ଏ ଜମ୍ବିମାନଙ୍କ ଠାରୁ ବଞ୍ଚିବା ପାଇଁ ମାତ୍ର ଗୋଟିଏ ଉପାୟ, ସେଇଟା ହେଉଛି ଭ୍ୟାକ୍ସିନ୍। ଓ ଯେତେ ପର୍ଯ୍ୟନ୍ତ ଭ୍ୟାକ୍ସିନ୍ ନ ମିଳିଛି ସେତେ ପର୍ଯ୍ୟନ୍ତ ୟାଙ୍କ ଠାରୁ ବଞ୍ଚିବା ଅସମ୍ଭବ। ଓ ହଁ, ୟାଙ୍କୁ ମାରିବା ପାଇଁ କେବଳ ଗୋଟିଏ ବାଟ ଅଛି, ସେଇଟା ହେଉଛି ଜମ୍ବିମାନଙ୍କର ମୁଣ୍ଡକୁ ମାରିଲେ ସେ ମରିବେ। ପୁଅ, ଆମ ପାଖରେ କୌଣସି ହତିଆର ନାହିଁ ଯେଉଁଥିରେ ଆମେ ସେ ଜମ୍ବିମାନଙ୍କର ମୁଣ୍ଡକୁ ପିଟି ପାରିବା। ତେଣୁ ଦେଖ, ଘରେ ଯଦି କିଛି ଜିନିଷ ମିଳିଗଲା ତାହେଲେ ସେଥିରେ ଆମେ ଆମର ରକ୍ଷା କରିବା। ଓ ଏଠାରେ ଗୋଟିଏ ଭଣ୍ଡ ବାବା ଜଙ୍ଗଲରେ ବୁଲୁଥିଲା। ସେ ବୁଲୁଥିବା ବେଳେ ଦେଖିଲା ହଠାତ୍ କିଛି ଦୂରରେ ଗୋଟିଏ ଲୋକ ତା ଆଡ଼କୁ ଆସୁଛି। ଏହା ଦେଖି ଭଣ୍ଡ ବାବା ଭାବିଲା ସେ ହେଉଛି ଗୋଟିଏ ଭୂତ। ତେଣୁ ସେ କହିଲା, ଆରେ ଏ ଭୂତ, ସେଇଠାରେ ରହିଯା କହୁଛି, ମୋ ପାଖକୁ ଆସ ନା, ନହେଲେ ମୁଁ ତତେ ସେଇଠାରେ ଭସ୍ମ କରିଦେବି। ଏ ରହ କହୁଛି, ଦେଖ ମନ୍ତ୍ର ପଢ଼ିଲି, ଓମ୍ ହ୍ରିମ୍ ଭ୍ରୀମ୍ ସ୍ୱାହା, ଓମ୍ ହ୍ରିମ୍ ଭ୍ରୀମ୍ ସ୍ୱାହା। ବାବା ଏପରି କହିବା ପରେ ମଧ୍ୟ ସେ ଜମ୍ବି ରହିଲା ନାହିଁ। ଏହା ଦେଖି ବାବା କହିଲେ, ଆରେ ଲାଗୁଛି ଏଟା ବୋଧେ ଭୟଙ୍କର ଭୂତଟେ, ଯିଏକି ମୋତେ ଡରୁନି। ତେଣୁ ମୋତେ ଏଠାରୁ ଶୀଘ୍ର ଦୌଡ଼ିକି ପଳାଇବାକୁ ପଡ଼ିବ, ନହେଲେ ଇଏ ମୋତେ ମାରିଦେବ। ବାବା ଏତିକି କହିଛନ୍ତି କି ନାହିଁ, ହଠାତ୍ ଜମ୍ବି ସେଇଠାରେ ସେ ବାବାକୁ କାମୁଡ଼ିବାରେ ଲାଗିଲା। ଏପରି ଭାବେ ଦିନ ପରେ ଦିନ 10 ଦିନ ବିତିଗଲା ଏବଂ ଏଠି ରଘୁ ଘରେ ଯେତେ ବି ଖାଦ୍ୟ ସଂଗ୍ରହ ହୋଇ ରହିଥିଲା ସବୁ ସରିଗଲା। ଏହା ଦେଖି ରଘୁ କହିଲା, ଆରେ ପୁଅ ରାଜୁ, ପାଖାପାଖି 10 ଦିନ ହେବ ଆମେ ଘରୁ ବାହାରକୁ ବାହାରି ନାହାନ୍ତି ଏବଂ ଘରେ ଯାହା ବି କିଛି ଖାଦ୍ୟ ଥିଲା ସବୁ ସରିଗଲାଣି। ଏବେ ଆମେ କ'ଣ କରିବା? କ'ଣ ଖାଇ ବଞ୍ଚିବା? ବାପା, ଏପରି ଭୋକିଲା ରହି ମରିବା ଅପେକ୍ଷା ଚାଲ ବାହାରକୁ ଯିବା ଏବଂ କେଉଁଠାରେ ଖାଦ୍ୟ ଖୋଜି ଆଣିବା। ଆଉ କେତେ ଦିନ ଏପରି ଆମେ ଘରଟା ଭିତରେ ପଶିକି ରହିବା? ଯାହା ଭାଗ୍ୟରେ ଥିବ ତାହା ନିଶ୍ଚିତ ହେବ, ତାକୁ କେହି ଅଟକାଇ ପାରିବେ ନାହିଁ। ରାଜୁର ଏପରି କଥାରେ ରଘୁ ରାଜି ହୋଇଗଲା ଏବଂ ବାପ ପୁଅ ହାତରେ ଗୋଟିଏ ଲେଖାଏଁ ବାଡ଼ି ଧରି ବାହାରକୁ ବାହାରି ପଡ଼ିଲେ ଏବଂ ଘରଠାରୁ କିଛି ଦୂର ଯାଇଛନ୍ତି କି ନାହିଁ ହଠାତ୍ ଚାରିପାଖରୁ ଅନେକ ଜମ୍ବି ଘେରିଗଲେ। ଏହା ଦେଖି ରଘୁ କହିଲା, ଆରେ ପୁଅ ରାଜୁ, ଲାଗୁଛି ଆମ ଶେଷ ସମୟ ଆସିଗଲା, କାରଣ ଏତେ ଜମ୍ବିଙ୍କ ସହ ଲଢ଼ି ହରାଇବା ଆମ ପକ୍ଷେ ସମ୍ଭବ ନୁହଁ। ତେଣୁ ମୁଁ ଏ ଜମ୍ବିଙ୍କର ଧ୍ୟାନ ହଟାଉଛି ଓ ତୁ ଏଠାରୁ ପଳା। ନା ବାପା, ମୁଁ ତୁମକୁ ଛାଡ଼ି କୁଆଡ଼େ ଯିବିନି। ଆମେ ଆସିଥିଲେ ସାଥୀ ହୋଇ ଏବଂ ଯିବା ମଧ୍ୟ ସାଥୀ ହୋଇ। ତେଣୁ ମୁଁ ମଧ୍ୟ ତୁମ ସହ ଏ ଜମ୍ବି ସହ ଲଢ଼ିବା ପାଇଁ ଜରୁର ଚେଷ୍ଟା କରିବି। ରାଜୁ ଏପରି କହୁଥିବା ବେଳେ ହଠାତ୍ ତାର ଚାରିପାଖରେ ଅନେକ ଜମ୍ବି ଘେରିଗଲେ ଓ ବାପ ପୁଅଙ୍କୁ କାମୁଡ଼ିବାକୁ ଯାଉଥିବା ବେଳେ ହଠାତ୍ ରାଜୁର ନିଦ ଭାଙ୍ଗିଗଲା ଓ ସେ ଦେଖିଲା ତାର ବିଛଣାରେ ଶୋଇଛି। ଏହା ଦେଖି କହିଲା, ଆରେ ବାପରେ, କି ଭୟଙ୍କର ସ୍ୱପ୍ନ ଦେଖିଲି। ଆମ ଗାଁର ସବୁ ଲୋକ ଜମ୍ବି ହୋଇଯାଇଛନ୍ତି ଓ ଆମ ବାପ ପୁଅଙ୍କୁ ମାରିବା ପାଇଁ ଚେଷ୍ଟା କରୁଛନ୍ତି। ମୁଁ କାଲି ଜମ୍ବି ମୁଭି ଦେଖି ଶୋଇଲି ଓ ଆଜି ସ୍ୱପ୍ନ ଦେଖିଲି। ଜଙ୍ଗଲରେ ଗୋଟିଏ ଡାହାଣୀ ମନ ଦୁଃଖରେ ବସିଥାଏ, କାରଣ ତା ସ୍ୱାମୀର ମୃତ୍ୟୁ ହୋଇଯାଇଥିଲା। ସେ ଏତେ ଦୁଃଖିତ ଥିଲା ଯେ ବହୁତ ଦିନ ହେବ ଠିକ୍ରେ ଖାଇନି କିମ୍ବା ଶୋଇନି। ଏତିକି ବେଳେ ହଠାତ୍ ଡାହାଣୀର ଭଉଣୀ ସେଠାରେ ପ୍ରକଟ ହୋଇ କହିଲା, ଆରେ ମୋର ସୁନା ଭଉଣୀ, ଏପରି କେତେ ଦିନ ଆଉ
ଏ ଜଙ୍ଗଲଟା ଭିତରେ ଏକଲା ବଞ୍ଚିକି ରହିବୁ। ତୋ ସ୍ୱାମୀକୁ ମରିବା 3 ମାସ ହୋଇଗଲାଣି। ଏତେ ଦିନ ହେବ ତୁ ଏଠାରେ ନ ଖାଇ ନ ପିଇ ବସିଛୁ, ଆଉ ତା ସହ ଠିକ୍ରେ ମଧ୍ୟ କାହା ସାଥିରେ କଥା ହେଉନୁ। ଯଦି ତୁ ଏପରି ରହୁ ତାହେଲେ ଅଳ୍ପ ଦିନ ଭିତରେ ତୋର ମଧ୍ୟ ତୋ ସ୍ୱାମୀ ପରି ମୃତ୍ୟୁ ହୋଇଯିବ। ଆରେ ତୋ ସ୍ୱାମୀ ପରି ଆମେ ମଧ୍ୟ ଦିନେ ନା ଦିନେ ନଷ୍ଟ ହେବା। ଆଉ ଏଥିରେ ଦୁଃଖ କଲା ଭଳି କଥା କ'ଣ? ଦେଖ, ତୁ ଏହି ଗୋଟିଏ ଜାଗାରେ ବସିଥିବାରୁ ତୋତେ ଖାଲି ତୋ ସ୍ୱାମୀ କଥା ମନେ ପଡ଼ୁଛି। ତେଣୁ ତୁ ଥରେ ବାହାରେ ବୁଲି ଜଙ୍ଗଲ ଦେଖିବା ସହ ଅନ୍ୟମାନଙ୍କ ସାଥିରେ କଥା ହ। ଦେଖିବୁ ସବୁ କିଛି ଠିକ୍ ହୋଇଯିବ ଏବଂ ମନ ମଧ୍ୟ ଭଲ ଲାଗିବ। ଆରେ ଭଉଣୀ, ମୋର ଏ ଜୀବନ ରଖିକି କିଛି ଲାଭ ନାହିଁ। ମୁଁ ମଧ୍ୟ ମୋ ସ୍ୱାମୀଙ୍କ ପରି ମରିବାକୁ ଚାହୁଁଛି ଏବଂ ତାଙ୍କ ପାଖକୁ ଯିବା ପାଇଁ ଚାହୁଁଛି। ତେଣୁ ମୋତେ ଏପରି ଏଠାରେ ଏକଲା ଛାଡ଼ିଦେ। ମୁଁ ମନ ଖୋଲିକି କାନ୍ଦିବାକୁ ଚାହୁଁଛି। ଏ ଦୁନିଆରେ ମୋର କେହି ବି ନାହାନ୍ତି। ଏପରି ମୁଁ ଏକଲା ବଞ୍ଚିବା ଅପେକ୍ଷା ମରିଯିବାଟା ଭଲ। ତେଣୁ ଭଲ ହେବ ମୋତେ ତୁ ଏକଲା ଛାଡ଼ିଦେ ଓ ଏଠାରୁ ପଳା। ମୋ ମନ ଯେବେ ଭଲ ହେବ ମୁଁ ଏଠାରୁ ଯିବି। ଦେଖ ଭଉଣୀ, ମୁଁ ତତେ କିଛି ବି ବାଧ୍ୟ କରିବାକୁ ଚାହୁଁନି। ମୁଁ ଜାଣିଛି ଏବେ ତୋର ପରିସ୍ଥିତି ଭଲ ନାହିଁ, ତେଣୁ ବେଶୀ କିଛି କହି ତତେ ଅଧିକ ଦୁଃଖିତ କରିବାକୁ ଚାହୁଁନି। ବାସ୍ ମୁଁ ଏତିକି କହୁଛି, ସବୁ ଶେଷ ପରେ କିଛି ନୂତନର ଆରମ୍ଭ ହୋଇଥାଏ। ତେଣୁ ତୁ ମଧ୍ୟ ନୂତନ ଜୀବନ ଆରମ୍ଭ କରିବାକୁ ଚେଷ୍ଟା କର। ଏ ମନ ହେଉଛି ପରିବର୍ତ୍ତନଶୀଳ। ଦେଖିବୁ କୁଆଡ଼େ ପରିବର୍ତ୍ତନ ହୋଇଯିବ। ସେ ଏପରି କହି ସେଠାରୁ ଅଦୃଶ୍ୟ ହୋଇଗଲା। ହେଲେ ଡାହାଣୀ ଏଠାରେ ମନ ଦୁଃଖରେ ବସିଥାଏ। ଏତିକି ବେଳେ ହଠାତ୍ ତାର ନଜର ପଡ଼ିଲା ଗଛ ତଳେ ଗୋଟିଏ ଠେକୁଆ ମନ ଦୁଃଖରେ ବୁଲୁଥାଏ। ଡାହାଣୀ ସେ ଠେକୁଆକୁ ଦେଖି ଜାଣିପାରିଲା ଠେକୁଆର ମଧ୍ୟ ସ୍ୱାମୀ ମରିଯାଇଛି। ହେଲେ ତଥାପି ସେ ଗୋଟିଏ ନୂତନ ଜୀବନ ଆରମ୍ଭ କରିବା ପାଇଁ ଚେଷ୍ଟା କରୁଥାଏ। ଏହା ଦେଖି ଡାହାଣୀର ମନ ପରିବର୍ତ୍ତନ ହୋଇଗଲା। ତେଣୁ ସେ କହିଲା, ଆରେ ମୁଁ କେତେ ବଡ଼ ମୂର୍ଖଟାରେ। ଏଠାରେ ଗୋଟିଏ ଛୋଟ ଠେକୁଆ ତାର ମନକୁ ବୁଝାଇ ବାହାରେ ବୁଲୁଛି ଏହି ଆଶାରେ କି ସବୁ କିଛି ଠିକ୍ ହୋଇଯିବ ବୋଲି। ହେଲେ ମୁଁ ଏଠାରେ ମନ ଦୁଃଖରେ ବସିଛି। ତେଣୁ ମୋତେ ଏଠାରୁ ଯେମିତି ବି ହେଉ ମୁକୁଳିବାକୁ ପଡ଼ିବ ଏବଂ ଏକ ନୂତନ ଜୀବନ ଆରମ୍ଭ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଠିକ୍ ହୋଇପାରିବି। ଏବେ ବହୁତ ହୋଇଗଲା ଏକଲା ବସିବା। ଏବେ ସମୟ ଆସିଗଲା କିଛି କରିବାର। ଡାହାଣୀ ଏପରି କହି ରହିଲା ଏବଂ ତା ପରଦିନ ସକାଳ ହେବା ପରେ ସେ ଜଙ୍ଗଲରେ ବୁଲିଲା। ଜଙ୍ଗଲରେ ବୁଲୁଥିବା ବେଳେ ହଠାତ୍ ଗୋଟିଏ ଭୂତ ତାକୁ ଦେଖେଇକି କହିଲା, ଆରେ ଲାଜ ନାହିଁ ତାର ଏ ମୁହଁକୁ। ସ୍ୱାମୀକୁ ଖାଇଲା, ଆଉ ଏବେ ଜଙ୍ଗଲରେ ଖୁସି ହୋଇ ବୁଲୁଛି। ଏପରି ଡାହାଣୀ ବଞ୍ଚିବା ଅପେକ୍ଷା ମରିଯିବା ଭଲ। ସିଧୁ ଅଲକ୍ଷିଣୀଟା ଏଇ ଜଙ୍ଗଲରେ ବୁଲି ଜଙ୍ଗଲକୁ ଅମଙ୍ଗଳ କରିଦେଲା। ଏବେ ମୋତେ ଜଙ୍ଗଲକୁ ଗୋବର ପକାଇ ଧୋଇବାକୁ ପଡ଼ିବ, ନହେଲେ ୟା ଦଶା ମୋ ଦେହରେ ଲାଗିଯିବ। ଛି 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 ଛି। ଡାହାଣୀ ସବୁ ଶୁଣି କିଛି ବି ନ କହି ସେଠାରୁ ଆଗକୁ ବଢ଼ିବାରେ ଲାଗିଲା। ସେ କିଛି ବାଟ ଯାଇଛି, ତାକୁ ଆଉ ଏକ ଭୂତ ଦେଖି କହିଲା, ଆରେ ଏ ଚମ୍ପାକଲି, ଟିକେ ଏଠାକୁ ଆସୁନା। ତୁମେ ଦେଖିବାକୁ ବହୁତ ସୁନ୍ଦର। ତୁମ ଆଗରେ ହିରୋଇନ୍ ବି ଫେଲ୍ ମାରିଯିବେ। ତୁମକୁ ଦେଖି ମୋ ଦେହ ଭିତରେ ଖାଲି କ'ଣ ହୋଇଯାଉଛି। ଆରେ ମୁଁ କାଳେ ଶୁଣିଛି ତମ ସ୍ୱାମୀ ମରିଯାଇଛି। ତମେ ଏବେ ଏକଲା ଅଛ, ତେଣୁ ଟିକେ ସମୟ କାଢ଼ି ମୋ ଘର ଆଡ଼କୁ ବୁଲି ଆସ। ମୁଁ ବି ତୁମ ପରି ଏକଲା ଅଛି। ମୋତେ ତୁମର ସ୍ୱାମୀ ଭାବ ନା କ'ଣ କହୁଛ? ମୋ ପାଖକୁ ଆସିବ ନା ଆସିବନି? ଯଦି ଆସିବ ତାହେଲେ ତମେ ଯାହା କହିବ ମୁଁ ସେଇଆ ଦେବି। ବାସ୍ ଖାଲି ତମେ ମୋ ପାଖକୁ ଆସିବ ଦରକାର। ଏସବୁ ଶୁଣି ଡାହାଣୀ ବହୁତ ଦୁଃଖିତ ହୋଇଗଲା। ଏସବୁ କଥାକୁ ସହ୍ୟ କରିପାରିଲା ନାହିଁ। ଏହା ଶୁଣି ସତେ ତା ଦେହରେ ନିଆଁ ଲାଗିଗଲା ପରି ଲାଗୁଥାଏ। ହେଲେ ସେ ଚାହିଁଲେ ମଧ୍ୟ କିଛି କରିପାରିଲା ନାହିଁ। ତେଣୁ ସେ ସେଠାରୁ ଯାଇ ଗୋଟିଏ ଜାଗାରେ ବସି କହିଲା, ଆରେ ଇଏ କ'ଣ? ଦିନକୁ ଦିନ ଏ ଦୁନିଆ ବହୁତ ଖରାପ ହେବାରେ ଲାଗିଲାଣି। ଯିଏ ଦିନେ ମୋତେ ଭାଉଜ କହି ମୁଣ୍ଡ ନୁଆଇ ସମ୍ମାନ ଦେଉଥିଲା, ସେ ଆଜି ମୋତେ ଏପରି କଥାବାର୍ତ୍ତା କରୁଛି। ଆଉ ଯିଏ ମୋତେ ଦିନେ ଘରେ ଡାକି ଖାଇବାକୁ ଦେଉଥିଲା, ସେ ଆଜି ମୋତେ ଅମଙ୍ଗଳିଆ କହୁଛି। କ'ଣ ମୋ ସ୍ୱାମୀ ମରିବା
ଭୁଲ ଥିଲା କ'ଣ ମୋ ସ୍ୱାମୀ ପାଇଁ ମୁଁ ଆଜି ଏପରି କଷ୍ଟ ସହିବାକୁ ପଡ଼ୁଛି? ଆରେ ମୁଁ ତ ଭାବୁଥିଲି ଧୀରେ ଧୀରେ ମୋ ଭିତରେ ଥିବା ସବୁ ଦୁଃଖକୁ ଭୁଲିଯିବି ବୋଲି, ହେଲେ ଏ ଦୁନିଆ ମୋତେ ଠିକରେ ବଞ୍ଚିବାକୁ ଦେବନି। ଲାଗୁଛି ମୋତେ ସବୁଦିନ ଏପରି ଦୁଃଖରେ ଘରେ ରହିବାକୁ ପଡ଼ିବ। ଡାହାଣୀ ଏପରି କହି ମନ ଦୁଃଖ କରୁଥିବା ବେଳେ ହଠାତ୍ ତାର ମୁଣ୍ଡକୁ ଗୋଟିଏ ଭଲ ବୁଦ୍ଧି ଜୁଟିଲା। ତେଣୁ ସେ କହିଲା, ଆରେ କ'ଣ ଏଇ ସାଧାରଣ କଥାରେ ମୁଁ ହାରିଯିବି କି? ଯାହା ତ ହେବା କଥା ହୋଇଗଲାଣି। ଏବେ ମୋତେ ଏ ସମାଜ ସାଥିରେ ଲଢ଼ିବାକୁ ପଡ଼ିବ। ଆରେ ମୋର ମାନସିକ ସ୍ଥିତି ଠିକ ନଥିବାରୁ ମୁଁ ଏବେ କିଛି ବି ଉତ୍ତର ଦେଇପାରୁନି, ହେଲେ ଥରେ ମାନସିକ ସ୍ଥିତି ଠିକ ହେବା ପରେ ମୁଁ ସମସ୍ତଙ୍କୁ ଠିକରେ ଉତ୍ତର ଦେବି। ତେଣୁ ମୁଁ ଏବେ ଗୋଟିଏ ମଣିଷ ରୂପ ଧାରଣ କରି ମଣିଷଙ୍କ ସାଥିରେ ବୁଲିବି, ଯାହାଦ୍ୱାରା ମୋତେ କେହି ବି ଜାଣିପାରିବେ ନାହିଁ। ବୁଲି ବୁଲି ମୋର ମନ ଭଲ ହେବା ପରେ ମୁଁ ମୋର ପ୍ରକୃତ ରୂପକୁ ଆସିବି ଓ ତାପରେ ଏ ଭୂତମାନଙ୍କ ଠାରୁ ପ୍ରତିଶୋଧ ନେବି। ଡାହାଣୀ ଏପରି କହି ନିଜର ରୂପ ପରିବର୍ତ୍ତନ କରି ଗୋଟିଏ ସୁନ୍ଦରୀ ଝିଅର ପରିଣତ ହୋଇଗଲା ଏବଂ ତାପରେ ଗାଁ ଆଡ଼କୁ ଯିବାରେ ଲାଗିଲା। ସେ ଯାଉଥିବା ବେଳେ ରାସ୍ତାରେ 2 ଜଣ ପିଲା ମଦ ପିଉଥିଲେ। ସେମାନେ ଦେଖିଲେ ଏ ଝିଅ ବହୁତ ସୁନ୍ଦର ଦେଖାଯାଉଛି, ତେଣୁ ୟାର ଫାଇଦା ଉଠାଇବା ଦରକାର। ଏପରି ଭାବି ରଘୁ କହିଲା, ଓହୋ ଜାନେମନ, ଏ ରାସ୍ତାରେ ଏକଲା କୁଆଡ଼େ ବୁଲୁଛ ମ? ଯଦି କହିବ ଏବେ ତୁମକୁ ମୋ ବାଇକ୍ରେ ବସାଇ ତମ ଘରେ ଛାଡ଼ିଦେବି। ଥରେ ଖାଲି କହିକି ଦେଖ। ଆଚ୍ଛା ଆଚ୍ଛା, ତମେ କାହିଁକି ଆମ ସାଥିରେ ବସିବ? ତମେ ତ ତମ ବୟଫ୍ରେଣ୍ଡ ଗାଡ଼ି ପଛରେ ବସିବ। ଆଚ୍ଛା ଶୁଣ, ତମେ ତୁମ ବୟଫ୍ରେଣ୍ଡ ଗାଡ଼ି ପଛରେ ବସ, ଏଥିରେ ମୋର କିଛି ବି ଅସୁବିଧା ନାହିଁ। ହେଲେ ଥରେ ଖାଲି ମୋ ପାଖକୁ ଆସ ଓ ମୋ ଗାଡ଼ିରେ ବସିକି ବୁଲିଯାଅ। ଦେଖିବ ମୁଁ ତୁମ ବୟଫ୍ରେଣ୍ଡ ଠାରୁ ବହୁତ ମଜା ଦେବି। ଆରେ ଓ ଜାନେମନ, କ'ଣ କହୁଛ? ମୋ ବାଇକ୍ରେ ବସିବ ନା ବସିବନି? ମୁଁ ଏଇ ଉଠିଲି। ଏହା ଶୁଣି ଡାହାଣୀ ଟିକେ ଡରିଗଲା ଓ ସେଠାରୁ ଯାଉଥିବା ବେଳେ ଦେଖିଲା ସେ 2 ଜଣ ମଦୁଆ ତାର ପିଛା କଲେ। ଏହା ଦେଖି ଡାହାଣୀ ଡରରେ ସେଠାରୁ ଦୌଡ଼ିକି ପଳାଇଲା ଓ ଜଙ୍ଗଲର ଗୋଟିଏ ଜାଗାରେ ଲୁଚିକି କହିଲା, ଆରେ ଏ ଭୂତମାନଙ୍କ ଠାରୁ ମଣିଷ ଜାତି ବହୁତ ଖତରନାକ। ଏମାନେ ଝିଅମାନଙ୍କ ସାଥିରେ ଏପରି ବ୍ୟବହାର କରୁଛନ୍ତି କାହିଁକି? ୟାଙ୍କ ଘରେ କ'ଣ ମା ଭଉଣୀ ନାହାନ୍ତି କି? ଏମାନେ ଏପରି ସକାଳେ ରାସ୍ତା କଡ଼ରେ ମଦ ପିଇ ଝିଅଙ୍କୁ ହଇରାଣ କରୁଛନ୍ତି, ଅଥଚ ୟାଙ୍କୁ କହିବା ପାଇଁ କେହି ନାହାନ୍ତି କିମ୍ବା ପୋଲିସ ମଧ୍ୟ ୟାଙ୍କର କିଛି ବି କରୁନି। ଦିନକୁ ଦିନ କ'ଣ ଏ ସମାଜ ଏତେ ତଳକୁ ଖସିଗଲା, ଯାହା ଶିକାର କେବଳ ନାରୀମାନେ ପାଉଛନ୍ତି। କ'ଣ ଗୋଟିଏ ନାରୀ ହୋଇ ଜନ୍ମ ହେବାଟା ଭୁଲ? ନା ଆମର ଜୀବନ ବୋଲି କିଛି ନାହିଁ? ହେ ଭଗବାନ, କିପରି ଏ ଅନ୍ୟାୟ ଅତ୍ୟାଚାର ଦେଖିକି ସହୁଛ? କାହିଁକି ତମେ ଏଭଳି ପାପୀମାନଙ୍କୁ ମାରି ଦେଉନା? ହେଲେ ଏପାଖରେ ଏ 2 ଜଣ ମଦୁଆ ରଘୁ ଓ ଅକ୍ଷୟ ଡାହାଣୀକୁ ଖୋଜି ଖୋଜି ଜଙ୍ଗଲକୁ ପଳାଇ ଆସିଲେ। ଆରେ ସାଙ୍ଗ ଅକ୍ଷୟ, ବିଶ୍ୱାସ କର, ଝିଅଟା ପୁରା ନଙ୍ଗା ହୋଇଛି। ତାକୁ ଦେଖି ମୋ ଦେହ ଭିତରେ ଖାଲି କ'ଣ ହୋଇଯାଉଛି। ସାଙ୍ଗ, ତୁ ମୋତେ ମାସେ ପର୍ଯ୍ୟନ୍ତ ଯେତେ ମଦ ମାଗିବୁ ମୁଁ ତୋତେ ପିଇବାକୁ ଦେବି। ବାସ୍ ଥରେ ଖାଲି ସେ ଝିଅକୁ ମୋତେ ଧରାଇ ଦେ। ମୁଁ ସେ ଝିଅ ସାଥିରେ ଥରେ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛି। ଆରେ ସାଙ୍ଗ, ତୋର ଗୋଡ଼ତଳେ ପଡ଼ୁଛି, ବାସ୍ ଥରେ ଖାଲି ସେ ଝିଅକୁ ଖୋଜିଦେ। ହଉ, ଏବେ ଆଉ ବେଶୀ କଥା ନ ହୋଇ ଚାଲ ଶୀଘ୍ର ସେ ଝିଅକୁ ଖୋଜିବା। 2 ଜଣ ଏପରି କଥାବାର୍ତ୍ତା ହୋଇ ଡାହାଣୀକୁ ଖୋଜିବାରେ ଲାଗିଲେ। ଏ 2 ଜଣ ଖୋଜି ଖୋଜି ଶେଷରେ ଡାହାଣୀକୁ ପାଇଗଲେ ଓ ତାପରେ ରଘୁ କହିଲା, ଆଲୋ ଏ ମୋର ଜାନେମନ, ତମେ କ'ଣ ଭାବିଲ ଏପରି ଆମ 2 ଜଣଙ୍କୁ ଧୋକା ଦେଇ ଖସିଯିବ ବୋଲି? ଆରେ ତମେ ତ ତମ ବୟଫ୍ରେଣ୍ଡକୁ ସବୁ ଦେଉଛ, ଥରେ ମୋତେ ଦିଅ। ମୋତେ ତମ ବୟଫ୍ରେଣ୍ଡ ଭାବ। ତମ ବୟଫ୍ରେଣ୍ଡ ଯାହା ବି ଦେଉଛି ମୁଁ ତୁମକୁ ତାଠାରୁ ଅଧିକ ଜିନିଷ ଦେବି। ଆସ, ଥରେ ଖାଲି ମୋ ପାଖକୁ ଆସ। ରଘୁ ଏପରି କହିବା ପରେ 2 ଜଣ ମିଶି ଡାହାଣୀକୁ ବଳାତ୍କାର କରିବାରେ ଲାଗିଲେ। ଡାହାଣୀ ଏ 2 ଜଣ ରାକ୍ଷସମାନଙ୍କ କବଳରୁ ମୁକ୍ତ ହୋଇପାରିଲା ନାହିଁ। ଏ ରାକ୍ଷସ ତାଙ୍କ ପାପ କାର୍ଯ୍ୟ କରିସାରିବା ପରେ ରଘୁ କହିଲା, ଆଲୋ ଏ ଝିଅ, ଆମେ 2 ଜଣ ତୋ ସାଥିରେ ଯାହା ବି କଲୁ, ଯଦି ତୁ ଏ ବିଷୟରେ କାହାକୁ କିଛି କହିବୁ କିମ୍ବା କିଏ ବି ଏ ବିଷୟରେ ଜାଣେ, ତାହେଲେ କ'ଣ ହେବ ତୁ ଜାଣିପାରିଥିବୁ। ମାନେ ତୋ ସାଥିରେ ଆମେ ଯାହା ବି କଲୁ
ସେସବୁ ମୋବାଇଲରେ ରେକର୍ଡ କରିଛୁ ଓ ଏ ବିଷୟରେ ଯଦି କାହାକୁ କହୁ ତାହେଲେ ଭିଡ଼ିଓଟା ଭାଇରାଲ କରିଦେବି, ବୁଝିଲୁ? ତେଣୁ ଭଲ ହେବ ତୁ ତୋର ପାଟି ବନ୍ଦ କରି ରଖ। ଏହା ଶୁଣିବା ପରେ ଡାହାଣୀ ତାର ପ୍ରକୃତ ରୂପକୁ ଆସିଲା ଏବଂ ଏ ଦୁଇ ଜଣଙ୍କୁ ମାରିଦେଲା ଓ ତାପରେ କହିଲା, ଆରେ ମୁଁ ଆଜି ଏ ରାକ୍ଷସମାନଙ୍କ ଦ୍ୱାରା ଅପବିତ୍ର ହୋଇଗଲି। ଏ ରାକ୍ଷସ ପରି ଆହୁରି ଅନେକ ମଣିଷ ବୁଲୁଛନ୍ତି ଯେଉଁମାନଙ୍କୁ ମୃତ୍ୟୁଦଣ୍ଡର ଆବଶ୍ୟକ ଅଛି। ମୋର ସ୍ୱାମୀ ମରିବାରୁ ମୋତେ ସମସ୍ତେ ଅମଙ୍ଗଳିଆ କହିଲେ। ଏବେ ମୋର ବଳାତ୍କାର ପରେ ଜଣା ନାହିଁ ଲୋକେ କ'ଣ କହିବେ। ତେଣୁ ଏପରି ଜୀବନ ରଖିବା ଅପେକ୍ଷା ମରିଯିବା ଭଲ। ଡାହାଣୀ ଏପରି କହି ଆତ୍ମ ଆହୁତି ଦେଇ ଜଳିପୋଡ଼ି ମରିଗଲା। ଦର୍ଶକ ବନ୍ଧୁ, ଏହା ହୁଏତ ଗୋଟିଏ କାହାଣୀ ହୋଇପାରେ, ହେଲେ ବାସ୍ତବ ଜୀବନରେ ଏ ଦୁଇ ଜଣଙ୍କ ପରି ରାକ୍ଷସ ବୁଲୁଛନ୍ତି ଯିଏକି ଏପରି ନିରୀହ ଝିଅମାନଙ୍କୁ ବଳାତ୍କାର କରୁଛନ୍ତି, ଯେଉଁଥିପାଇଁ ନିରୀହ ଝିଅ ନିଜର ଜୀବନ ହାରୁଛନ୍ତି। ଏପରି ପାପୀମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳୁନି, ଯାହାଦ୍ୱାରା ସେ ସବୁଆଡ଼େ ଭଲରେ ବୁଲୁଛନ୍ତି। ତେଣୁ ଆପଣମାନେ କେବଳ ସୋସିଆଲ ମିଡ଼ିଆରେ ଜଷ୍ଟିସ୍ ଲେଖିଲେ ହେବନି, ବରଂ ବାସ୍ତବରେ କିଛି କରିବାକୁ ପଡ଼ିବ, ଯାହାଦ୍ୱାରା ଏ ସମାଜ ସୁଧୁରିଯିବ।